ଏବେ ଚୈତ୍ର ଚୈତାଳୀରେ ଉଠୁଛି ପଡ଼ୁଛି ପୁରୀ ଜିଲ୍ଲା କଣାସ ବ୍ଲକ ମାଳିସାହି ପଞ୍ଚୁଦଳ ମେଲଣ ପଡ଼ିଆ। ଫଗୁ ଅବିର ଏବଂ ଦୋଳଯାତ୍ରାକୁ ନେଇ କମ୍ପୁଛି ମାଳିସାହି ଗାଁର ଦୋଳ ପଡ଼ିଆ। ବର୍ଷକ ପରେ ଆସିଛି ପଞ୍ଚୁଦଳକୁ ନେଇ ଉତ୍ସବ ମୁଖରିତ ହୋଇ ଉଠିଛି 22 ଦେଶ। ରାଜା ରାଜୁଡ଼ା ଅମଳରୁ ମାଳିସାହି ବାଦୁରାବରର ଦୋଳ ପଡ଼ିଆରେ ଅନୁଷ୍ଠିତ ହୋଇ ଆସୁଛି ପଞ୍ଚୁଦଳ ଯାତ୍ରା। ପୁରୀ ଗଜପତି ରାଜା କପିଳେନ୍ଦ୍ର ଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ମାଳିସାହିର ଆରାଧ୍ୟ ଠାକୁର ହେଉଛନ୍ତି ଶ୍ରୀ କୁମୁଦେଶ୍ୱର ଦେବ। ସେହିଦିନଠାରୁ ମାଳିସାହିର ଦୋଳ ପଡ଼ିଆରେ ଅନୁଷ୍ଠିତ ହୋଇ ଆସୁଛି ପଞ୍ଚୁଦଳ ଯାତ୍ରା। ଦେବଦେବ ଶ୍ରୀ କୁମୁଦେଶ୍ୱର ଦେବ ଏବଂ ଚନ୍ଦନେଶ୍ୱର ଦେବଙ୍କ ପକ୍ଷରୁ ବାଦୁରାବର, ଦେଇପୁର, ଗଡ଼ଖାରଦ, ଜଗନ୍ନାଥପୁର, ବୀରତୋଇ, ଚନ୍ଦ୍ରପାଟପୁର, ଘଣ୍ଟୁର ମାଗାଁ, ତେଲେଙ୍ଗାପଡ଼ା, କାଙ୍କପୁର, ଦେଇପୁର, ବିଡିପୁର, ଆଲିପଡ଼ା, ନୂଆଗାଁ, ଖୁଣ୍ଟିଆ ବାଣପୁର, ଅଡାଲ, ବଡ଼ ଓରା, ଓଗାଳପୁର ସହ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକର ହରିପୁର ଆଦି 22 ଦେଶ ଠାକୁରମାନଙ୍କୁ ଦୋଳ ପୁନେଇରେ ନିମନ୍ତ୍ରଣ କରାଯାଇଥାଏ। ନିମନ୍ତ୍ରଣ ପାଇବା ପରେ ଠାକୁରମାନଙ୍କୁ ଦୋଳ ବିମାନରେ ବିଜେ କରାଯାଇ ଦୋଳ ପଡ଼ିଆକୁ ଶୋଭାଯାତ୍ରାରେ ପାଛୋଟି ଆଣିଥିଲେ ଶହ ଶହ ଭକ୍ତ। 29 ଠାକୁର ଦୋଳ ମଣ୍ଡପରେ କରିଥିଲେ ବିରାଜମାନ। ଭକ୍ତମାନେ ଠାକୁରଙ୍କୁ ଅବିର ଲାଗି କରିବା ସହ ଆଶୀର୍ବାଦ ଗ୍ରହଣ କରିଥିଲେ। ଏଥିପାଇଁ ଦୋଳ ପଡ଼ିଆରେ ଭକ୍ତମାନଙ୍କ ମନରେ ଭକ୍ତି ଭାବନା ଉଦ୍ରେକ କରିବା ପାଇଁ ନାମ ସଂକୀର୍ତ୍ତନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଭକ୍ତମାନେ ନାମ ସଂକୀର୍ତ୍ତନ ଶ୍ରବଣ କରିବା ସହ ଖାଦ୍ୟଦ୍ରବ୍ୟର ବେଶ ମଜା ଉଠାଇଥିଲେ। ନିରାକାରପୁର ବାଲୁଙ୍କେଶ୍ୱର, ଓଡ଼ିଶା ମୋବାଇଲ ଟିଭି।